एक କଥା हচ্ছে ଆମେ କୋଉ ଦଳର ନୁହଁ। ଆଜ୍ଞା ଆମେ ହଉଛୁ ଭାରତ ମାତା। ଆଜ୍ଞା ଭାରତ ମାତା ସେବା କରନି ତ एक ସମସ୍ୟା କଣ ଜାଣିଛନ୍ତି ଆମ ପାଖରେ ବାଧ୍ୟବାଧକତା କଣ ଆକୁ ଖାଡ଼ି ପିକି ଦେଲେ ପୁଣି ଏ ଦୁଷ୍ଟ ଦଳଟା ଆସେ ଆଜ୍ଞା ଆହୁରି ଡକାୟତ ପଡେ ଗୋଟେ ଜନଜାଗରଣ ସୃଷ୍ଟି ହଉ ସେଇମାନଙ୍କୁ ହିଁ ପ୍ରସ୍ତୁତ କରାଯାଉ ଯୋଉମାନେ ଭାରତର ଭାଗ୍ୟକୁ ପରିବର୍ତ୍ତନ କରିବେ। ସେଇଗୁଡା ଏମିତି ଅଛି ଗୋଟେ ବଢିଆ ଗପଟେ ଶୁଣୁଛି ଗୋଟେ ପାଗଳଖାନାକୁ କିଛି ଦଳଟେ ବୁଲି ଯାଉଥିଲା ଏ ସେମାନେ ପାଗଳ ଗୋଟେ ପାଗଳକୁ ଦାୟିତ୍ୱ ଦିଆଗଲା ଯେ ବେଶୀ ପାଗଳ ନଥିଲା ସେମାନଙ୍କୁ ବୁଲେଇକି ଦେଖ ହେଲେ ଦଳଟେ ପାଗଳ କଣ କରୁଥିଲେ ନା ମୋଟରସାଇକେଲ ଭଳିଆ କି ମାନେ ନିଜ ଗୋଡରେ ହେଲା ଇଏ ଦୂରରୁ ଏଇ ପାଗଳ ସେମାନେ କହିଲା ଦେଖିଲେ ପାଗଳ ଗୁଡା କିନ୍ତୁ ସେ ଯେତେବେଳେ ପାଖକୁ ଗଲା ସେ ଏମିତି କିକ୍ ମାରିଲା ପୁଣି ଗିରି ପଳେଇଲା ବୁଝିପାରିଲେ ତ ହେଇ ଗାଦିରେ ଯାହା ପଶିବ ସେଇଠୁ ପାଗଳ ତାହେଲେ ଆପଣମାନଙ୍କର ତ ମାର୍ଗଦର୍ଶନ ନିଶ୍ଚିତ ଆବଶ୍ୟକତା ଅଛି। ଆମର ପୂର୍ବ ଭାରତ ଯେତେବେଳେ ଆମର ପାଶ୍ଚାତ୍ୟ ଭାରତକୁ ଦେଖିବା ସେତେବେଳେ ସାଧୁ ସନ୍ନ୍ୟାସୀ ମାନେ ମାର୍ଗଦର୍ଶନ ମାର୍ଗଦର୍ଶନ କରୁଥିଲେ। ଏବେ ମଧ୍ୟ ଆପଣଙ୍କ ମାର୍ଗଦର୍ଶନ ହିଁ ତ ଭାରତର ଭାଗ୍ୟ ପରିବର୍ତ୍ତନ। ଆଜି ଦିନରେ ଆମେ ତାଙ୍କର ମାର୍ଗଦର୍ଶନ ଯୋଉମାନେ ମାର୍ଗଦର୍ଶନ ନଉଛନ୍ତି ଏପର୍ଯ୍ୟନ୍ତ ସେମାନେ ଭଲରେ ଅଛନ୍ତି ଆଗକୁ ବଢୁଛନ୍ତି ଯୋଉମାନେ ଆମକୁ ନ ପଚାରିଲେ କାମ କରୁନାହାନ୍ତି ଭୂତାକୁ ପଡୁଛନ୍ତି ଅନେକ ଆଜି ରାଜନେତା ଅଛନ୍ତି ସବୁ କାମରେ ଆମକୁ ପଚାରୁଛନ୍ତି ସେମାନେ ଭୂତାକୁ ପଡୁଛନ୍ତି ଆଜି କମ ସେ କମ ମୁଁ ନାଁ ତ ନେବିନି ଅସୁବିଧା ଏମିତି ବଢିଛନ୍ତି ଆଜି ତାହେଲେ ପ୍ରତାପ ଷଡ଼ଙ୍ଗୀ ଆଜି କୌଣସି ବିଷୟରେ ପଚାରୁଛନ୍ତି ବାବା ଏଇଟା କରିବାର ଅଛି ତାହେଲେ ଆଉ ଆପଣ କିନ୍ତୁ ପ୍ରତାପ ଷଡ଼ଙ୍ଗୀ କହିବାରେ ସ୍ପଷ୍ଟ କିନ୍ତୁ ସାଧୁ ବିରୁଦ୍ଧରେ କହିପାରେ ଆଜ୍ଞା ଆଉ ସାଧୁ ମାନଙ୍କ ପ୍ରତି ଅଗାଧ ଶ୍ରଦ୍ଧା ନାଇଁ, ସ୍ୱାମୀ ଆମେ ବି ଯଦି ଦେଖିବା କିଛି ଦିନ ପୂର୍ବରୁ ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହିମା ଆଶ୍ରମ ଯାଇଥିଲେ, ସାଧୁ ମାନଙ୍କର ସାନ୍ନିଧ୍ୟ ଲାଭ କରୁଥିଲେ। ଦେଖାଯାଇପାରିବ ଅନେକ ରାଜନେତା ଅଛନ୍ତି ଯୋଉମାନେ ସାଧୁ ମାନଙ୍କୁ ମାର୍ଗଦର୍ଶନ ନଉଛନ୍ତି ବୁଝୁଛନ୍ତି ଗୁରୁତୁଲ୍ୟ ମାରୁଛନ୍ତି ସେମାନେ ବହୁତ ଆଗକୁ ବଢିଛନ୍ତି ଆଉ ସେମାନେ କାମ କରି ଦେଖନ୍ତୁ ମହାରାଜ ଯଦି ଏଇଭଳି ପରିସ୍ଥିତି ଲାଗି ରୁହେ ଆପଣ ଯୋଉ ଆଶା ରଖିଛନ୍ତି ଯୋଉ ସମ୍ଭାବନା ଆମ ମାନଙ୍କ ମନରେ ଉଦ୍ରେକ କରୁଛନ୍ତି ଯେ ବିଶ୍ୱଗୁରୁ ହବା ଆମେ ଆଶାବାଦୀ ଏଥିରେ ଭଗବାନଙ୍କର ରୋଲ ନିଶ୍ଚିତ। ଏ କଥା ହଉଛି କଳ୍ପନା କରିପାରିବ ମହାଭାରତ ଯୁଦ୍ଧରେ କିଏ ପରାଜୟ ହେବ କିଏ ବିଜୟ ଆଜ୍ଞା ନିଶ୍ଚିତ କାହିଁକି ନା କୌରବ ପକ୍ଷ ଧର୍ମର ହିଁ ବିଜୟ। ବିଜୟ ନାହିଁ କିନ୍ତୁ ଯୋଉମାନେ କୌରବ କ୍ଷେତ୍ରରେ ଏତେ ଶକ୍ତିଶାଳୀ ଏକ ତ ଅମର ଖାଲି 2 ଜଣ ଅଶ୍ୱତ୍ଥ ଅମର କୃପାଚାର୍ଯ୍ୟ ଅମର କର୍ଣ୍ଣ ପାଖରେ କବଚ କୁଣ୍ଡଳ ଭୀଷ୍ମ ଇଚ୍ଛା ମୃତ୍ୟୁ ଇଚ୍ଛା ମୃତ୍ୟୁ ଭୀଷ୍ମଙ୍କ ପାଖରେ ଆଉ ଦୁର୍ଯ୍ୟୋଧନର ବଜ୍ର ଶରୀର ଆଜ୍ଞା ହେଲେ ଅପରାଜୟ ସାମର୍ଥ୍ୟକୁ ପରାଜୟ କରିଗଲା ତେଣୁକରି ଅମାନ୍ଧକାର ଅପରାଜୟ ଦିଶୁଥିଲେ ବି ଏଟା ହଉଛି ସମୟ ପୁରା ମହାଭାରତ ଯୁଦ୍ଧରେ ସେ କୌରବ 100 ଭାଇ ଯଦି ଲେଫ୍ଟ ରାଇଟ୍ କରିଦେଇଥାନ୍ତେ ପାଣ୍ଡବ 5 ଭାଇ ମାଟିରେ ମିଶି ଯାଇଥାନ୍ତେ କିନ୍ତୁ ଧର୍ମର ଧର୍ମ ଧର୍ମ ଆଜ୍ଞା କମଟା ଦିଶିଲେ ବି ଧର୍ମ ଏବେ ଯୋଉଟା ଆମକୁ ଦିଶୁଛି ଏଟା ଗୋଟେ ନିହାତି ଆ ଭିତରେ ପରିବର୍ତ୍ତନ ଆସିବ। କଣ କି ମାନେ ରାତି ପାଇବା ପୂର୍ବରୁ ଟିକେ ଅନ୍ଧକାରଟା ବେଶୀ ଦିଶିଲା ଭଳିଆ ଆଜ୍ଞା ଆଜ୍ଞା ମହାରାଜ ଆମର ମଧ୍ୟ ସମାନ ଆଶା ରହିବ କାରଣ ସାରା ଓଡିଶା ସାରା ଭାରତ ଆଉ ସମଗ୍ର ହିନ୍ଦୁ ଜାତି ଆକୁ ଚାହିଁ ରହିଛି କେବେ ଏଇ ଅନ୍ଧକାରର ଅନ୍ତ ଘଟିବ।